ମୁକ୍ତି କବାଟ ପିଟିକି କହୁଛନ୍ତି, କିଏ ବାହାରେ ଅଛ? କବାଟ ଖୋଲ, ମୁଁ ଏଇଠି ଫସି ଯାଇଛି। ତାପରେ ମୁକ୍ତି ନିଜକୁ ନିଜେ କହୁଛନ୍ତି, ମୁଁ ବୁଝିପାରୁନି ଏସବୁ ମୋ ସହିତ କ'ଣ ସବୁ ହେଇଯାଉଛି। ବାହାରୁ କିଏ ଲକ୍ କରିକି ଚାଲିଗଲା? ହେ ଦେବୀ ମା, ମୋତେ ଏଠି ବାହାରିବାକୁ ସାହାଯ୍ୟ କରନ୍ତୁ। ମୋତେ ସେଠି ଘର ଲୋକ ସମସ୍ତେ ଅପେକ୍ଷା କରିଥିବେ। ସେଇ ଟାଇମ୍ରେ ଶାଲିନୀ ବିକ୍ରାନ୍ତକୁ କହୁଛନ୍ତି, ଓ ଗଡ୍, କେତେ ଖରା ହେଉଛି। ଏଠି କି ତାମସା ଚାଲିଛି କେଜାଣି। ଆରେ ସେମାନଙ୍କ ସୁଖ ଶାନ୍ତି ପାଇଁ ଆମେ କାହିଁକି କଷ୍ଟ ପାଇବୁ? ସେଇ ଟାଇମ୍ରେ ବିକ୍ରାନ୍ତ ଶାଲିନୀକୁ କହୁଛନ୍ତି, କାହିଁକି ନା ସେ ସୁଖକୁ ତମେ ଛଡ଼େଇ ନେଇଛ। ତାପରେ ଶାଲିନୀ ବିକ୍ରାନ୍ତକୁ କହୁଛନ୍ତି, ପ୍ଲିଜ୍ ବିକ୍ରାନ୍ତ, ଆଜି ଭଳିଆ ଦିନରେ ଆଟଲିଷ୍ଟ ତମ ସ୍ତ୍ରୀକୁ ସପୋର୍ଟ କର। ନା ସେ ମୁକ୍ତିକୁ। ତାପରେ ବିକ୍ରାନ୍ତ ଶାଲିନୀକୁ କହୁଛନ୍ତି, ଶାଲିନୀ, ସେ ହେଉଛନ୍ତି ତମ ବଡ଼ ଯା, ତାକୁ ଟିକେ ସମ୍ମାନ ଦେଇକି କଥା ହେବା ଶିଖ। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ବିକ୍ରାନ୍ତକୁ, ଯା ମାଇ ଫୁଟ୍। ଯଦି କେଉଁ ରାସ୍ତା କଡ଼ର ଭିକାରୀକି କେଉଁ ବ୍ରାଣ୍ଡେଡ୍ ଡ୍ରେସ୍ ପିନ୍ଧାଯାଏ ନା, ସେ ଖାନଦାନୀ କେବେ ବି ହେଇଯାଏନି। ଯେମିତି ସେ ମୁକ୍ତି, ସେ ସବୁବେଳେ ସେମିତି ଭିକାରୀ ହିଁ ଭିକାରୀ ହେଇକି ରହିବ। ତାପରେ ବିକ୍ରାନ୍ତ ଶାଲିନୀକୁ କହୁଛନ୍ତି, ଶାଲିନୀ, ତମ କଥା ନା ବେଳେବେଳେ ଶୁଣିକି ମୋତେ ଜମା ରାଗ ଲାଗୁନି, ବରଂ ତମ ଉପରେ ମୋର ଦୟା ଆସୁଛି। ଆରେ ଏଥିରେ ତମର କିଛି ଭୁଲ ନାହିଁ। ଏସବୁ ହେଉଛି ତମ ପରିବାର ଲୋକଙ୍କର ଭୁଲ। ତମ ପ୍ୟାରେଣ୍ଟସ୍ ନା ତମକୁ ସେଥିପାଇଁ କିଛି ବି ଶିଖେଇ ନାହାନ୍ତି। ତମ ଚିନ୍ତାଧାରା ଏତେ ନୀଚ ଆଉ ଏତେ ଖରାପ, ତମେ ଜମାରୁ ବି ଚିନ୍ତା କରନି। ମୁଁ ଅଛି ନା, ତମକୁ ଉଚିତ କେଉଁଟା ଅନୁଚିତ କେଉଁଟା ମୁଁ ସେଇଟା ତମକୁ ଶିଖେଇ ଦେବି। ତମର ଚିନ୍ତା କରିବା କିଛି ବି ଦରକାର ନାହିଁ। ତମେ ଖାଲି ଟିକେ ଅପେକ୍ଷା କର, ଆଉ ଏବେ ଟିକେ ପୂଜାରେ ଖାଲି ଧ୍ୟାନ ଦିଅ। ସେଇ ଟାଇମ୍ରେ ବିକ୍ରାନ୍ତ ଶାଲିନୀକୁ ଏମିତି କହିକି ସେ ଜାଗାରୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି, ସମୟ ସହିତ ତମେ ନିଶ୍ଚୟ ବଦଳିବ ବିକ୍ରାନ୍ତ, ଆଉ ମୁଁ ମୋ ବିଷରେ ଏ ପରିବାରକୁ ଏମିତି ବିଷାକ୍ତ କରିଦେବି ଯେ ତମେମାନେ କେହି ବି ବଞ୍ଚିବନି। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ତମେ ସବୁ ତଳେ ରୁହ, ଏ 2 ଜଣ ବଟବୃକ୍ଷ ପାଖକୁ ଯିବେ, ଆଉ ଏ 2 ଜଣଙ୍କ ହାତରେ ମୁଁ ଗଙ୍ଗା ଜଳ ଦେଇ ସେମାନଙ୍କ ସଂକଳ୍ପ କରାଇବେ। ସେଇ ଟାଇମ୍ରେ ଆଦି ଆଉ ନତାଶା ମିଶିକି ସେ ଗଛ ପାଖକୁ ଯାଉଛନ୍ତି। ତାପରେ ପଣ୍ଡିତ ସେ 2 ଜଣଙ୍କୁ କହୁଛନ୍ତି, ଆଜିଠାରୁ ତମେ 2 ଜଣ ଏଠି ସଂକଳ୍ପ ନେବ, ଦୁହେଁ ଦୁହିଁଙ୍କ ଠାରୁ କେବେ ବି ଅଲଗା ହେବନି। କେହି କାହାକୁ ମିଛ କହିବନି କି କେହି କାହାଙ୍କ ସହିତ ଛଳନା କରିବନି। ସେଇ ଟାଇମ୍ରେ ଆଦି କହୁଛନ୍ତି, ମୁଁ ଆଜି ସଂକଳ୍ପ କରୁଛି, ମୁଁ ମୁକ୍ତିଙ୍କ ହାତ କେବେ ବି ଛାଡ଼ିବିନି। ସେଇ ଟାଇମ୍ରେ ମୁକ୍ତି ସେପଟରେ କହୁଛନ୍ତି, ଆରେ କିଏ କେଉଁଠି ଅଛ? ମୁଁ ଏପଟେ ଫସି ଯାଇଛି, କବାଟ ଖୋଲ ପ୍ଲିଜ୍। ତାପରେ ପଣ୍ଡିତ, ପତି ଆଉ ପତ୍ନୀ ଏମିତି କିଛି ଭୁଲ କେବେ ବି କରିବନି ଯୋଉଥିପାଇଁ ତମ 2 ଜଣଙ୍କ ସମ୍ପର୍କ ଭାଙ୍ଗିଯିବ। ଯଦି କିଛି ବି ଭୁଲ ହେଇଯାଏ, ଦୁହେଁ ଦୁହିଁଙ୍କୁ କ୍ଷମା କରିଦେବ। ସେଇ ଟାଇମ୍ରେ ନତାଶା ମନେ ମନେ ଭାବୁଛନ୍ତି, ତମେ ମୋତେ କଷ୍ଟ ଦେଇଛ ଏଡି, ହେଲେ ମୁଁ ତମକୁ କ୍ଷମା କରିଦେବି ନିଶ୍ଚୟ। କାହିଁକିନା ମୁଁ ତମକୁ ବହୁତ ଭଲ ପାଏ, ଆଉ ତମକୁ ସେ ସୁଯୋଗ ମୁଁ ନିଶ୍ଚୟ ଦେବି। ପ୍ଲିଜ୍ ଏଡି, ମୋତେ ବି ତମେ କ୍ଷମା କରିଦିଅ, ଆଉ ମୋର ସବୁ ଭୁଲକୁ ଭୁଲି ଯାଇକି ମୋତେ ଆପଣେଇ ନିଅ ଏଡି। ତମ ଲାଇଫ୍ରେ ମୋତେ ଜାଗା ଦିଅ ଏଡି, ମୁକ୍ତିକୁ ନୁହଁ। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ଏବେ ହେଉଛି ତୃତୀୟ ସଂକଳ୍ପ। ସ୍ୱାମୀ ସ୍ତ୍ରୀ କେବେ ବି କାହାକୁ କେବେ ବି ଅସମ୍ମାନ କରିବନି। ସ୍ତ୍ରୀର ସମ୍ମାନ ସ୍ୱାମୀ ରଖିବ, ସ୍ୱାମୀର ସମ୍ମାନ ସ୍ତ୍ରୀ ରଖିବ। ସେଥିପାଇଁ ପରସ୍ପର 2 ଜଣ ମିଶିକି 2 ଜଣଙ୍କୁ ସମ୍ମାନ ଦେବ। ତାପରେ ପଣ୍ଡିତ ଏମିତି କହିକି ସେ 2 ଜଣଙ୍କ ହାତରେ ଗଙ୍ଗା ଜଳ ଦେଉଛନ୍ତି। ସେଇ ଟାଇମ୍ରେ ନତାଶାଙ୍କ ପାଦ ଖସି ଯାଉଛି।